ନମସ୍କାର। ଆଜି ହେଉଛି ଜୁଲାଇ ମାସ 23 ତାରିଖ ବୁଧବାର। ଆଜି ମୁଁ ନେଇ ଆସିଛି ଦେଶ ବିଦେଶର 15ଟି ଗୁରୁତ୍ୱପୂର୍ଣ୍ଣ ଖବର। ଦୟାକରି ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ଆପଣଙ୍କ ଭଲ ପାଇବା ସ୍ୱରୂପ ଗୋଟେ ଲାଇକ୍, ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦବାଇ ରଖନ୍ତୁ। ଆଜିର ପ୍ରଥମ ଖବର, ସବୁ ପଞ୍ଚାୟତରେ ହେବ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର। ତଦାରଖ କରିବେ ଆଶା ଦିଦି ଓ ଏନ୍ଏମ୍। ସବୁ ଗ୍ରାମ ପଞ୍ଚାୟତରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ହେବ। ପ୍ରାଇମେରୀ ହେଲ୍ଥ ସେଣ୍ଟର ପରି ଏହା କାମ କରିବ। ସେଥିରେ CHO ଏବଂ 2 ଜଣ ଷ୍ଟାଫ୍ ରହିବେ। ଏଠାରେ କେଉଁମାନେ ସ୍ୱାସ୍ଥ୍ୟ ପାଇବାକୁ ଯୋଗ୍ୟ ଏବଂ ସ୍ୱାସ୍ଥ୍ୟ ସେବା କିପରି ଚାଲିଛି ତାହା ତଦାରଖ କରିବେ ଆଶା ଦିଦି ଓ ଏଏନ୍ଏମ୍। ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିକ। ପରବର୍ତ୍ତୀ ଖବର, ମାତ୍ର 60 ସେକେଣ୍ଡରେ ଏକାଥରକେ 16ଟି ଟାର୍ଗେଟ୍ ଉଡ଼ାଇ ଦେବ ଏହି ହେଲିକପ୍ଟର। ଭାରତୀୟ ସେନାକୁ ମିଳିଲା ପ୍ରଥମ ବ୍ୟାଚ୍ ଆପାଚେ AH-64E ଯୁଦ୍ଧ ହେଲିକପ୍ଟର, ଯାହାକୁ ରାଜସ୍ଥାନର ଯୋଧପୁର ଏୟାରବେସ୍ରେ ରଖାଯାଇଛି। ପୂର୍ବରୁ ଏହି ହେଲିକପ୍ଟରଗୁଡ଼ିକ କେବଳ ଭାରତୀୟ ବାୟୁସେନା ପାଖରେ ଥିଲା। ବର୍ତ୍ତମାନ ଏହି ଶକ୍ତିଶାଳୀ ହେଲିକପ୍ଟରଗୁଡ଼ିକର ନିୟୋଜିତ ହେବା ସହିତ ସେନା ପଶ୍ଚିମ ସୀମାର ଦ୍ରୁତଗତିରେ ଜବାବ ଦେବାର କ୍ଷମତା ହାସଲ କରିଛି। ପରବର୍ତ୍ତୀ ଖବର, ଅଷ୍ଟମ ବେତନ କମିଶନକୁ ନେଇ ଆସିଲା ବଡ଼ ଅପଡେଟ୍। କେବେ ହେବ ଲାଗୁ, କେନ୍ଦ୍ର ସରକାର ଦେଲେ ସୂଚନା। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ସରକାର ଆନୁଷ୍ଠାନିକ ଭାବରେ ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ 8th ପେ CPC ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନ୍ସନଭୋଗୀଙ୍କ ଦରମା ଗଠନ ଏବଂ ପେନ୍ସନକୁ ପ୍ରଭାବିତ କରିବ। କେନ୍ଦ୍ର ସରକାରୀ କର୍ମଚାରୀମାନେ ସେମାନଙ୍କର ଦରମା, ପେନ୍ସନ ଏବଂ ଅନ୍ୟାନ୍ୟ ଭତ୍ତା ସମୀକ୍ଷା କରିବା ପାଇଁ ଏକ କମିଟି ଗଠନ ଘୋଷଣା କରିବାକୁ ଅପେକ୍ଷା କରିଛନ୍ତି। ପରବର୍ତ୍ତୀ ଖବର, 62 ବର୍ଷ ପରେ ଅବସର ନେବ ଭାରତର ଐତିହାସିକ ଯୁଦ୍ଧବିମାନର ଅନେକବାର ଯୁଦ୍ଧବିମାନ। ଭାରତୀୟ ବାୟୁସେନା 62 ବର୍ଷର ଐତିହାସିକ ସେବା ପରେ ଆଇକନିକ୍ ଯୁଦ୍ଧବିମାନ MiG-21କୁ ଅବସର ଦେବାକୁ ପ୍ରସ୍ତୁତ ହୋଇଛି। ଆସନ୍ତା ସେପ୍ଟେମ୍ବର 19ରେ ଚଣ୍ଡିଗଡ଼ ବାୟୁସେନା ଘାଟିରେ 23 ସ୍କ୍ୱାଡ୍ରନ୍ ଦ୍ୱାରା ଏହି ଶେଷ MiG-21 ବିମାନକୁ ସମ୍ମାନଜନକ ବିଦାୟ ଦିଆଯିବ। ପରବର୍ତ୍ତୀ ଖବର, ପ୍ରଥମ ବ୍ୟାଚରେ ଭାରତ ଆସିଲା 3ଟି ଆପାଚି ହେଲିକପ୍ଟର। 1 ମିନିଟରେ ଚଳାଇବ 625 ରାଉଣ୍ଡ ଗୁଳି। ଭାରତରେ ଆସି ପହଞ୍ଚିଲା ବହୁ ପ୍ରତୀକ୍ଷିତ ଆପାଚି ହେଲିକପ୍ଟର। ପ୍ରଥମ ବ୍ୟାଚରେ 3ଟି ହେଲିକପ୍ଟର ପହଞ୍ଚିଛି। ରାଜସ୍ଥାନର ଯୋଧପୁରଠାରେ ସ୍ଥଳସେନାରୁ ଏହି ହେଲିକପ୍ଟର ହସ୍ତାନ୍ତର କରାଯାଇଛି। ଆମେରିକା ପକ୍ଷରୁ ଏହି ଲଢୁଆ ହେଲିକପ୍ଟରକୁ ଏକ କାର୍ଗୋ ବିମାନ ଯୋଗେ ଭାରତ ଅଣାଯାଇଛି। ପରବର୍ତ୍ତୀ ଖବର, ସବୁ ଚାଷୀଙ୍କର ହେବ eKYC, ନକଲି ଚାଷୀଙ୍କୁ ଚିହ୍ନଟ ପାଇଁ ସରକାର ପ୍ଲାନ୍। ସବୁ ଚାଷୀଙ୍କର ହେବ eKYC। ନକଲି ଚାଷୀଙ୍କୁ ଚିହ୍ନଟ କରିବାକୁ eKYC କରିବେ ସରକାର। ଚଳିତ ମାସ 19 ତାରିଖରୁ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ 20 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପଞ୍ଜୀକରଣ ସମୟରେ ସମସ୍ତ ଚାଷୀ eKYC କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପରବର୍ତ୍ତୀ ଖବର, ରକ୍ଷାବନ୍ଧନ ପୂର୍ବରୁ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିପାରେ ଉପହାର, ବଢ଼ିପାରେ ମହଙ୍ଗା ଭତ୍ତା। ରକ୍ଷାବନ୍ଧନ ପୂର୍ବରୁ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି। ସରକାର ସପ୍ତମ ବେତନ କମିଶନ ଅନୁଯାୟୀ DA ବୃଦ୍ଧି ଘୋଷଣା କରିପାରନ୍ତି। ସରକାର ଜୁଲାଇ 2025ରେ କର୍ମଚାରୀଙ୍କୁ 3-4% ମହଙ୍ଗା ଭତ୍ତା ଦେଇପାରନ୍ତି। ପୂର୍ବରୁ ମାର୍ଚ୍ଚ ମାସରେ DA 2% ବୃଦ୍ଧି କରାଯାଇଥିଲା, ଯାହା ପରେ ଏହା 53%ରୁ 55%କୁ ବୃଦ୍ଧି ପାଇଥିଲା। ପରବର୍ତ୍ତୀ ଖବର, 23ରୁ ପ୍ରବଳ ବର୍ଷା, 24ରେ ଲଘୁଚାପ। ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଆଲର୍ଟ। ଆସନ୍ତା 23 ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ। 24 ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ସମ୍ଭାବନା ଅଛି।
ଏହା ପ୍ରଭାବରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 23ରୁ 26 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ପରବର୍ତ୍ତୀ ଖବର, ଉତ୍ତର ପୂର୍ବ ଭାରତରେ ରେଳ ବିପ୍ଳବ, ଗେମ୍ ଚେଞ୍ଜର ହେବ 10 ପ୍ରମୁଖ ପ୍ରକଳ୍ପ। ପରିବହନ ଏବଂ ବ୍ୟବସାୟ ନିଯୁକ୍ତିକୁ ମିଳିବ ବଳ। 2018ରୁ 2025 ମଧ୍ୟରେ ଦେଶର ଉତ୍ତର ପୂର୍ବ ଭାଗରେ ରେଳ ଭିତ୍ତିଭୂମି କାର୍ଯ୍ୟ ବେଶ ଦୃଢ଼ ହୋଇଛି। ଏହି ଅଞ୍ଚଳର ସଂଯୋଗୀକରଣ ବ୍ୟବସ୍ଥା ଦୃଢ଼ୀକରଣ କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି। ପୂର୍ବରୁ ଦେଶର ଉତ୍ତର ପୂର୍ବ ଭାଗ ରେଳ ଚଳାଚଳ କ୍ଷେତ୍ରରେ ଏତେଟା ଅଗ୍ରଗତି କରିନଥିଲା। ଏ କ୍ଷେତ୍ରରେ ମୁଖ୍ୟ ସ୍ରୋତରୁ ବିଚ୍ଛିନ୍ନ ରହିଥିଲା ଉତ୍ତର ପୂର୍ବ ଭାଗ। ପରବର୍ତ୍ତୀ ଖବର, ଖୁବ୍ ଶୀଘ୍ର ନିଲାମ ହେବ ରାଜ୍ୟର 22ଟି ଖଣି, ବଢ଼ିବ ରାଜସ୍ୱ। ଖୁବ୍ ଶୀଘ୍ର ନିଲାମ ହେବ ରାଜ୍ୟର 22ଟି ଖଣି ନିଲାମ ଦ୍ୱାରା ରାଜସ୍ୱ ବଢ଼ିବ ବୋଲି ଇସ୍ପାତ ଏବଂ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀଙ୍କ କହିବା ଅନୁଯାୟୀ ପୂର୍ବ ସରକାର ଦୀର୍ଘଦିନ ଧରି ଖଣି ନିଲାମ କରୁନଥିଲେ। ନୂଆ ସରକାର ଆସିବା ପରେ ଗୋଟିଏ ବର୍ଷରେ 8ଟି ଖଣି ନିଲାମ କରିଛନ୍ତି। ଖୁବ୍ ଶୀଘ୍ର ଆହୁରି 22ଟି ଖଣି ନିଲାମ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ଖବର, ଫେରିଗଲା ୟୁକେର ଫାଇଟର ଜେଟ୍ F-35B, ସ୍ୱଦେଶ ପାଇଁ ଭରିଲା ଉଡ଼ାଣ। ମରାମତି ପରେ ଫେରିଲା ୟୁକେର ଫାଇଟର ଜେଟ୍ F-35B। ଗତ ମାସ 14 ତାରିଖରେ ଥିରୁଅନନ୍ତପୁରମଠାରେ ଜରୁରୀ ଅବତରଣ କରିଥିଲା ଫାଇଟର ଜେଟ୍। କିନ୍ତୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୟୁକେ ଫେରି ପାରୁନଥିଲା। ବ୍ରିଟେନରୁ ସ୍ୱତନ୍ତ୍ର ଟିମ୍ ଆସି ଜେଟ୍ ମରାମତି କରିବା ପରେ ଆଜି ୟୁକେକୁ ଫେରିଛି। ପରବର୍ତ୍ତୀ ଖବର, ବନ୍ଧା ହେଲେ ଜମିଦାର ଡିଏଫ ବାବୁ, 3 ଦିନ ଧରି ଭିଜିଲାନ୍ସ ପକ୍ଷରୁ ହୋଇଥିଲା ଚଢ଼ାଉ। ବନ୍ଧା ହେଲେ ଜମିଦାର ଡିଏଫ ବାବୁ। କେନ୍ଦୁଝର କେନ୍ଦୁଲିପ ଡିଭିଜନ ଡିଏଫ ନିତ୍ୟାନନ୍ଦ ନାୟକଙ୍କୁ ଗିରଫ କଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତିକୁ ଠୁଳ ଅଭିଯୋଗରେ ଗିରଫ କରାଯାଇଛି। ଗତ 3 ଦିନ ଧରି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଥିଲା। ନିତ୍ୟାନନ୍ଦ ନାୟକଙ୍କୁ 7ଟି ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ପରବର୍ତ୍ତୀ ଖବର, ଜୁଲାଇ 30ରେ ଲଞ୍ଚ ହେବ ପୃଥିବୀ ରକ୍ଷକ ନିସାର। ବିଶ୍ୱର ପ୍ରତ୍ୟେକ କୋଣରେ ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ସୂଚନା ଦେବ। ଆସନ୍ତା 30 ତାରିଖରେ ଲଞ୍ଚ ହେବ ମାନବ ଇତିହାସର ସବୁଠୁ ଶକ୍ତିଶାଳୀ ସାଟେଲାଇଟ୍ ନିସାର। 30 ତାରିଖ ସନ୍ଧ୍ୟା 5ଟା 40ରେ ଶ୍ରୀହରିକୋଟାର ସତୀଶ ଧୱନ ସ୍ପେସ୍ ସେଣ୍ଟରରୁ ଏହା ଉତକ୍ଷେପଣ ହେବ। ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋ ଓ ଆମେରିକୀୟ ମହାକାଶ ଏଜେନ୍ସି ନାସା ମିଳିତ ଭାବେ ଏହାକୁ ପ୍ରସ୍ତୁତ କରିଛନ୍ତି। ମହାକାଶରେ ମୁତୟନ ହେବାକୁ ଯାଉଥିବା ଏହି ଗୁଇନ୍ଦା ସାଟେଲାଇଟ୍ ଭୂକମ୍ପ, ଭୂସ୍ଖଳନ, ଜଙ୍ଗଲ ନିଆଁ, ବର୍ଷା, ବାତ୍ୟା, ଝଡ଼, ବଜ୍ରପାତ, ଆଗ୍ନେୟଗିରି ବିସ୍ଫୋରଣ ଇତ୍ୟାଦି ବିଷୟରେ ନଜର ରଖିବ। ପ୍ରାକୃତିକ ଘଟଣା ପୂର୍ବରୁ ଏହା ସତର୍କ କରାଇବ। ପରବର୍ତ୍ତୀ ଖବର, ପଦ୍ମପୁରରେ ଚାଷୀଙ୍କୁ ଚିନ୍ତା, ବୀମା। ବାପା ଅଜାଙ୍କ ନାଁରେ ଜମି ରହିଥିବାରୁ ଚିନ୍ତାରେ ଚାଷୀ। ଚଳିତ ବର୍ଷ ଭଲ ବର୍ଷାକୁ ନେଇ ଚାଷୀ ମନରେ ଖୁସି ଦେଖିବାକୁ ମିଳିଥିଲା। କିନ୍ତୁ ଏବେ ଫସଲ ବୀମାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ ଭାଇ। ଅଧିକାଂଶ ଲୋକଙ୍କ ଜମି ବାପା ଅଜାଙ୍କ ନାମରେ ରହିଛି। ହେଲେ ସେମାନେ ଦେହାନ୍ତ ପରେ ତାଙ୍କ ଉତ୍ତରାଧିକାରୀ ଭାବରେ ଚାଷ କରୁଛନ୍ତି। ସରକାରଙ୍କ ନିୟମ ଅନୁସାରେ ଚାଷୀମାନେ ଫସଲର ବୀମା କରିବାରେ ଅଯୋଗ୍ୟ ହେଉଛନ୍ତି। ପରବର୍ତ୍ତୀ ଖବର, ଆପଲ ଆଣୁଛି ଖାସ୍ ଡିଭାଇସ୍, ଭାବିଲେ ଆପେ ଆପେ ଚାଲିବ ଆପଣଙ୍କ ଆଇଫୋନ୍। ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ଆଜି ଏତେ ଅଗ୍ରଗତି ହୋଇଛି ଯେ ବର୍ତ୍ତମାନ କିଛି ଅସମ୍ଭବ ମନେ ହେଉନାହିଁ। ଟେକ୍ନୋଲୋଜିରେ ଲୋକଙ୍କ ହୃଦୟରେ
ଭିନ୍ନ ସ୍ଥାନ ହାସଲ କରିଛି ଆପଲ୍। କାହିଁକି ନା ଆପଲ୍ ସବୁବେଳେ ନିଜ ୟୁଜର୍ସଙ୍କ ପାଇଁ ଖାସ୍ ଡିଭାଇସ୍ ଆଣିଥାଏ। ଏହି ଡିଭାଇସ୍ ଦ୍ୱାରା ୟୁଜର୍ସମାନେ ବହୁତ ଲାଭ ପାଆନ୍ତି। ବର୍ତ୍ତମାନ ଆପଲ୍ ଏମିତି ଏକ ଡିଭାଇସ୍ ଆଣିବାକୁ ଯାଉଛି ଯାହା ଆପଣଙ୍କ ପାଇଁ ଖାସ୍ ହେବାକୁ ଯାଉଛି। ଆପଣଙ୍କ ଫୋନ୍କୁ ଚଲାଇବା ପାଇଁ ଆଙ୍ଗୁଳି ନୁହେଁ, ଏବେ କେବଳ ବ୍ରେନ୍ ବ୍ୟବହାର କରିବେ। ଫୋନ୍କୁ କଣ୍ଟ୍ରୋଲ୍ କରିବ ଆପଣଙ୍କ ମସ୍ତିଷ୍କ। ଯାହା ଭାବିଲେ ତାହା ଆପେ ଆପେ ହେବ, ଅର୍ଥାତ୍ ଆପଣ ଯାହା ଚିନ୍ତା କରିବେ ଆପଣଙ୍କ ଆଇଫୋନ୍ ସେହି ନିର୍ଦ୍ଦେଶରେ କାମ କରିବ। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଧନ୍ୟବାଦ। ଭିଡ଼ିଓଟି କେମିତି ଲାଗିଲା କମେଣ୍ଟରେ ଜଣାନ୍ତୁ। ଜୟ ଜଗନ୍ନାଥ।